ଶ୍ରୀମଦ୍ଭାଗବତ ଚତୁର୍ଥସ୍କନ୍ଧ ତୃତୀୟ ଅଧ୍ୟାୟ। ମୈତ୍ରେୟ ଉବାଚ। ଶୁଣ ବିଦୁର ଏକ ମନେ, କାଳର ଗତି ସାବଧାନେ। ଜାମାତା ଶ୍ୱଶୁର ସମେତେ ବିବାଦ ଆଚରିଲେ ଯେତେ। କମଳ ଜ୍ୟୋତି ଯେତେବେଳେ ଦକ୍ଷଙ୍କୁ ଶୁଭ ଲଗ୍ନ ଦେଲେ। ସକଳ ମୁନି ମନୁଗଣେ ସ୍ଥାପିଲେ ପ୍ରଜାପତି ପଣେ। ଦକ୍ଷଙ୍କୁ ପୂଜି ଅଭିଷେକେ ପୁଣି କହିଲେ ଏକେ ଏକେ। ତୁମ୍ଭ ସକଳ ମଧ୍ୟ ଏହୁ ପାଳନେ ପ୍ରଜାପତି ଦେହୁ ହେଉ। ଦକ୍ଷଙ୍କୁ କହେ ବେଦବର ତୁ ବାଜେ ପେୟ ଯଜ୍ଞ କର। ସେ ଦକ୍ଷ ମନେ ବର୍ଗ ଗଲା ରୋଷେ ରୁଦ୍ରକୁ ନ ବରିଲା। ସେ ଦକ୍ଷ ମନେ ବର୍ଗ ଗଲା ରୋଷେ ରୁଦ୍ରକୁ ନ ବରିଲା। ଭୃଗୁଙ୍କୁ ଗଲେ ପୁରୋହିତେ ସଙ୍ଗେ ଘେନାଇ ମୁନିସ୍ତନ୍ତେ। ସେ ଯଜ୍ଞ ବୃହସ୍ପତି ନାମ ଶୁଣିଲା ଯଜ୍ଞଙ୍କ ଉତ୍ତମ। ସେ ଯଜ୍ଞ ଆରମ୍ଭରେ ବେଳେ ସକଳ ମୁନି ଏକ ମେଳେ। ଯେ ବ୍ରହ୍ମ ଋଷି ଦେବ ଋଷି ସର୍ବଦେବଙ୍କ ସଙ୍ଗେ ବସି। ପିତୃଦେବତା ଗଣ ଶୂନ୍ୟ ପତ୍ନୀକି ଘେନି ବିଦ୍ୟ ଜାନେ। ଯଜ୍ଞଙ୍କ ମନ୍ତ୍ରୀ ଯୁଥେ ଯୁଥେ ଗୀତ ସୁବଦ୍ୟ ଶୂନ୍ୟ ପଥେ। ଆକାଶେ ବିମାନ ଗହଳ ଚଳନ୍ତେ ଶୁଭେ ମୁଖ ଗୋଳ। ଏମନ୍ତେ ଶମ୍ଭୁର ଘରଣୀ ଆକାଶେ ଶୁଣି ଦେବବାଣୀ। ନିଜ ସଖୀଙ୍କି ପଚାରିଲେ ତାହାର ବଦନୁ ଶୁଣିଲା। ତୋର ପିତାର ମହାଯଜ୍ଞେ ଦେବେ ଗଣ ଗମନ୍ତି ଶୂନ୍ୟ ମାର୍ଗେ। ନିଜ କାମିନୀ ଘେନି ସଙ୍ଗେ ବିମାନେ ଯାନ୍ତି ନାନା ରଙ୍ଗେ। ତିନି ଭୁବନେ ଯେତେ ଜନେ ଯଜ୍ଞେ ଗମନ୍ତି ତୋ ସମନେ। ଦିବ୍ୟ ଅଳଙ୍କାର ଭୂଷଣେ ବିମାନେ ବସି ମଧୁଗଣେ। ସ୍ୱାମୀଙ୍କ ସଙ୍ଗେ ଯେ ଚଳନ୍ତି ଦେଖ ଗମନ୍ତି ପନ୍ଥି ପନ୍ଥି। ନକ୍ଷତ୍ର ଗଣ ପ୍ରାୟ ଶୋଭା କିବା ଉପମା ଅନ୍ୟ ଦେବା। ତା ଶୁଣି ଗଗନକୁ ଚାହିଁ ଅମ୍ବିକା ମନେ ବିଚାରଇ। ଦେଖ ଅଭାଗ୍ୟ କର୍ମ ମୋର ମୋହର ସ୍ୱାମୀ ମହେଶ୍ୱର। ମୋହର ପିତା ଯଜ୍ଞ କାଳେ ମୁନି ନିରାଶ କର୍ମ ଫଳେ। ମୋର ସ୍ୱାମୀଙ୍କି ନ ବରିଲା ଅବହେଳନ ମତେ କଲା। ମୋର ମାତାର ଦୟା ନାହିଁ କେ ଅବା ସବୁ ଦେବ ବହି। ଏମନ୍ତ ଭାଳି ଦେବୀ ମନେ ମିଳିଲେ ସ୍ୱାମୀ ସମିଧାନେ। ହୃଦୟ ଶୋକ ଭର ହୋଇ କହନ୍ତି ରୁଦ୍ର ମୁଖ ଚାହିଁ। ଭୋ ନାଥ ଶୁଣ ପଶୁପତି ତୁମ୍ଭ ଶ୍ୱଶୁର ମୂଢ଼ମତି। ଯଜ୍ଞ ଆରମ୍ଭ ପୁଣ୍ୟ କାଳେ ତା ଶୁଣି ସର୍ବଦେବ ମିଳେ। ମୁନି ଏ ଶପଥିକ ହୋଇ ଶୂନ୍ୟେ ଗମନ୍ତି ରଥେ ଥାଇ। ଦେଖ ଏ ସୁଖରାବ ଗୋଳ ପୂରିଣ ଗଗନ ମଣ୍ଡଳ। ଭୋ ନାଥ ଚାଲ ଆମ୍ଭେ ଯିବା ପିତାର ଉତ୍ସବ ଦେଖିବା। ଦେଖ ସନ୍ତୋଷ ଦେବଗଣେ ଚଳନ୍ତି ଯଜ୍ଞର କାରଣେ। ଯଜ୍ଞ ଉତ୍ସବ ପିତା ଘରେ ମୋର ଗଭିନୀ ସହୋଦରେ। ମିଳିବେ ସ୍ୱାମୀ ଘେନି ସଙ୍ଗେ ଯଜ୍ଞ ଦେଖିବେ ନାନା ରଙ୍ଗେ। ମୁହିଁ ତୁମ୍ଭର ସଙ୍ଗେ ଥିବି ପିତାର ଉତ୍ସବ ଦେଖିବି। ମାତାଙ୍କୁ ଦେଖିବି ଲୋଚନେ ଭଗିନୀ ଗଣ ସୁଖ ମନେ। ଭୋ ନାଥ ଆଜ୍ଞା ଦେବା ମତେ ମୋହି ଚଳିବି ତୁମ୍ଭ ସାଥେ। ତୁମ୍ଭ ଗୋଚରେ ବିଷ୍ଣୁ ମାୟା କେ ଜାଣିବାରେ ନାଥ ତାହା। ତଥାପି ନାରୀ ଜନ୍ମ ମୋର ମୁଁ କାହୁଁ କରିବି ଗୋଚର। ଦେଖି ପ୍ରଭୁ ଏ ଶୂନ୍ୟ ପଥେ ଦେବେ ଗମନ୍ତି ଯୁଥେ ଯୁଥେ। ଯେମନ୍ତେ ରାଜହଂସ ପନ୍ଥୀ ବିମାନ ମଧ୍ୟ ଶୂନ୍ୟେ ଯାନ୍ତି। ମୋର ପିତାର ଘରେ ଯାଇ ଯଜ୍ଞ ଦେଖିବେ ସୁଖ ବହି। ମୁଁ ଏହା ସହିବି କେମନ୍ତେ ଶରୀର ବହି ଏ ଜଗତେ। ପିତା ଜନନୀ ଭଗ୍ନୀ ଗଣେ ବିଦ୍ୟାଭୂଷଣ ଆଭରଣେ। ଯଜ୍ଞ ଆରମ୍ଭ ସୁଖ ଭୋଳେ ଥିବେ ସକଳେ ଏକ ମେଳେ। ଭୋ ନାଥ ଶୁଣ ସଦାଶିବ ତୁମ୍ଭେ ଅବରଣେ ନ ଯିବ।
ମୁଁ ଯିବି ଆଜ୍ଞା ଦିଅ ମୋତେ ଆନନ୍ଦେ ମନେ ଶୁଦ୍ଧ ଚିତ୍ତେ। ମୈତ୍ରେୟ ଉବାଚ ଏମନ୍ତେ ପ୍ରିୟା ମୁଖ ବାଣୀ ଈଶ୍ୱର ସ୍ଥିର ଚିତ୍ତେ ଶୁଣି। ସ୍ୱଭାବେ ଜଗତ ଈଶ୍ୱର ସଂସାର ଯାର ଖେଳ ଘର। ଅଳପ ଅପମାନେ ରହି କହନ୍ତି ପତ୍ନୀ ମୁଖ ଚାହିଁ। ଈଶ୍ୱର ଉବାଚ ଶୁଣ ସୁନ୍ଦରୀ କହୁ ତତେ ତୁ ଯେବେ ପଚାରିଲୁ ମୋତେ। ସାଧୁ ବିଚାର ଏ ତୋହର ଶୁଦ୍ଧ ସୁନ୍ଦର ମନୋହର। କହୁ ଯେ ବନ୍ଧୁ ଅପମାନେ କେ ସହିପାରେ ଦୁର୍ବଚନ। ବନ୍ଧୁକୁ ବନ୍ଧୁ ଭାବ ଭୋଳେ ଅମାନ୍ୟ କଲେ ଅବହେଳେ। ଯେ ଦିବ୍ୟ ଗଣେ ତପଦାୟେ ସତ୍ୟ ସୁନ୍ଦର ଦେବ ବହେ। ଉତ୍ତମ କୁଳେ ଯାର ଜାତ ସକଳ ଗୁଣରେ ସେ ଖ୍ୟାତ। ଜାତର ଶତ୍ରୁ ସ୍ମୃତି ଧର୍ମ ଆଗମ ନିଗମ ଯେ କର୍ମ। ସେ ପୁଣି ପୂର୍ବ କର୍ମ ବଳେ ବନ୍ଧୁ ନିନ୍ଦଇ ଅବହେଳେ। ଅଜ୍ଞାନ ପାଦ ହୁଏ ତାରେ ସୁଖେ ନ ରହେ ଏ ସଂସାରେ। ସେ ପ୍ରାଣୀ ଅଭ୍ୟଗତ ଦେଖି ବକ୍ର ବଦନେ ବୁଜେ ଆଖି। ବନ୍ଧୁର କୁବଚନ ବାଣେ ଅନ୍ୟାନ୍ୟ ଦେହେ ମନ ପ୍ରାଣେ। ତୁ ପୁଣି ପିତା ପ୍ରିୟ ବହୁ ତାର ସୁହୃଦେ ଧର୍ମ କହୁ। ସାଧୁ ସଙ୍ଗତେ ଯେ ବସଇ ତାହାର ରିପୁ ମିତ୍ର ନାହିଁ। ଏଣୁ ଅସାଧୁ ସଙ୍ଗେ ଥିଲେ ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ। ପରମ ଆତ୍ମାକୁ ନିନ୍ଦଇ ଅସାଧୁ ବାକ୍ୟ ମନ ଦେଇ। ସେ ବନ୍ଧୁ ଆଗମନ ଦେଖି ଉଠିବ ଆସନ ଉପେକ୍ଷି। ଭାବେ ଆସନ୍ତି କେତେ ଦୂର ବଚନ କହନ୍ତି ମଧୁର। ଅଭିଜ୍ଞ ମନ ମଧୁବାଣୀ ପୁଛନ୍ତି ନିଜ ଘରେ ଆଣି। ବିଷ୍ଣୁର ଭାବେ ପୂଜା କରି ଆନନ୍ଦେ ପ୍ରିୟ ଭାବ ଭରି। ତାହାଙ୍କୁ ବୋଲି ସାଧୁଜନ ସେ ବିଷ୍ଣୁ ଦେବଙ୍କର ସମାନ। ଯେଣୁ ଯେ ଦକ୍ଷ ପ୍ରଜାପତି ମୋ ଭାବେ ଚିନ୍ତଇ ଦୁର୍ମତି। ତୁ ଯେତେ ମୋହର ବଚନ ଅଜ୍ଞାନେ କରିବୁ ଲଙ୍ଘନ। ପିତା ଭୁବନ ଯିଶୁ ତୁହି କେବେହେଁ ଭଲ ତା ନୁହଁଇ। କର୍ମଜନ ସଙ୍ଗେ ଯେତେ ବାଦେ ଉତ୍ତମ ମନ ଭାବେ। କେବେହେଁ ଭଲ ତାର ନାହିଁ ଏମନ୍ତ ଦେବି ଆଗେ କହି। ସ୍ଥିର ହୋଇଲେ ଉପକାନ୍ତ କହିଲେ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟ ପାୟାସିକ ଚତୁର୍ଥ ସ୍କନ୍ଧେ ହରଗୌରୀ ସମ୍ବାଦେ ନାମ ତୃତୀୟୋଧ୍ୟାୟ।